ଜୟ ଜଗନ୍ନାଥ। ଆପଣ ଦେଖନ୍ତୁ ଏଠି ଅପ୍ ଟୁ ଆଉଟ୍ ସକ୍ସେସଫୁଲ୍ ଲେଖା ହେଇଛି। ତ ଏଇ ଯୋଉ ଅପ୍ ଟୁ ଆଉଟ୍ ସକ୍ସେସଫୁଲ୍ ହେଲା କିପରି? ମାନେ ଆପଣ ଯେତେବେଳେ ସୁଭଦ୍ରା ଯୋଜନାର ଟଙ୍କା ପାଇଲେନି, ତୃତୀୟ କିସ୍ତିରେ ଟଙ୍କା ପାଇଲେନି, ସେମାନେ କଣ କଲେ ନା ଏଇ ଯୋଉ ତାଙ୍କର ଷ୍ଟାଟସ୍ ଚେକିଂ କରିଲା ଟାଇମରେ ସେମାନେ ଭାବିଛନ୍ତି ଯେ ଏଇ ଯୋଉ ଅପ୍ ଟୁ ଆଉଟ୍‌ଟା ଲେଖା ହେଇଛି, ଏଠି ଆପଣ ଦେଖିପାରୁଛନ୍ତି ଏଇ ଯୋଉ ଲଗ୍ ଆଉଟ୍‌କୁ ଭାବିକି ସେମାନେ ଅପ୍ ଟୁ ଆଉଟ୍ କରିଦେଇଛନ୍ତି। ସେମାନେ ଜାଣିପାରିଲେନି ଏଇ ଯୋଉ ଲେଖା ହେଇଥିଲା ଅପ୍ ଟୁ ଆଉଟ୍, ସେମାନେ ସେ ଗାଇଡଲାଇନଟାକୁ ଇଂଲିଶରେ ଲେଖା ହେଇଥିଲା। ସେମାନେ ସେଟାକୁ ପଢି ପାରିଲେନି। ଆଉ ସେଇଟାକୁ ସେ ଭାବିଛନ୍ତି ଯେ ଏଠି ଲଗ୍ ଆଉଟ୍ ଭାବିକି ସେମାନେ ଅପ୍ ଟୁ ଆଉଟ୍ କରିଦେଲେ। କଲା ପରେ ତାଙ୍କର ଯୋଉ ସୁଭଦ୍ରା ଯୋଜନା ଟୋଟାଲ ସେମାନେ ବାଦ୍ ପଡ଼ିଗଲେ। ତ ଏଠି କ'ଣ ଲେଖା ହେଇଛି ଯୋଉ ଅପ୍ ଟୁ ଆଉଟ୍ ଉପରେ ଦେଖନ୍ତୁ, ମୁଁ ଏହା ଦ୍ୱାରା ଘୋଷଣା କରୁଛି ଯେ ମୁଁ ସୁଭଦ୍ରା ଯୋଜନାର ତୁରନ୍ତ ପ୍ରଭାବରେ ବାହାରିବାକୁ ସିଦ୍ଧାନ୍ତ ନେଇଛି ଏବଂ ବର୍ତ୍ତମାନ ଠାରୁ ଏହି ଯୋଜନା ଅଧୀନରେ କୌଣସି ଲାଭ ଦାବି କରିବି ନାହିଁ। ଏଟା ଇଂଲିଶରେ ଲେଖା ହେଇଥିଲା। ତାପରେ ଏପଟେ ତଳେ ଦେଖନ୍ତୁ ଗୋଟେ ଓଡ଼ିଆରେ ଲେଖା ଅଛି। ସେଇଟା ବି ସେମାନେ ଇଂଲିଶରେ ଲେଖା ହେଇଥିଲା। ତ ସେଇଟା ଇଏ ଭାବିଛନ୍ତି ଯେ ଏଇଟା ଗାଇଡଲାଇନଟା ଯୋଉ ଲେଖା ହେଇଥିଲା ସେମାନେ ଇଂଲିଶରେ ଲେଖା ହେଇଥିଲା, ତାକୁ ସେମାନେ ବୁଝିପାରିଲେନି। ବୁଝି ନ ପାରିକି ସେମାନେ ଅପ୍ ଟୁ ଆଉଟ୍ ଭାବୁଛନ୍ତି ଲଗ୍ ଆଉଟ୍। ସେମାନେ ସେଇଟାକୁ କ୍ଲିକ୍ କରିଦେଇ ସାରିଲା ପରେ ସେମାନେ ସମ୍ପୂର୍ଣ୍ଣ ଭାବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଯାଇଛନ୍ତି। ତାପରେ କ'ଣ ହେଇଛି ନା, ତାପରେ ଯେତେବେଳେ ଚେକିଂ କରିଛନ୍ତି ପଛରେ, ସେମାନେ ଜାଣିପାରିଲେ ଯେ ମୁଁ ବହୁତ ବଡ଼ ଭୁଲ କାମ କରିଦେଇଛି। ତାକୁ କ'ଣ କେମିତି ସଂଶୋଧନ କରାଯିବ? ଯେ 18,000 ମହିଳା ଦେଖନ୍ତୁ ଏଇ ଯୋଉ ଅପ୍ ଟୁ ଆଉଟ୍ କରିଦେଇଛନ୍ତି। ନ୍ୟୁଜରେ ବାହାରିଲା କି ଯେ ସେମାନେ ନିଜ ତରଫରୁ ନିଜେ ସୁଭଦ୍ରା ଯୋଜନାରୁ ଟଙ୍କା ପାଇବେନି ବୋଲି ନିଜେ ଅପ୍ ଟୁ ଆଉଟ୍ କରିଛନ୍ତି। ତ ଯେଉଁମାନେ ଭୁଲରେ କରିଦେଇଛନ୍ତି ସେମାନେ କ'ଣ କରିବେ? ଦେଖନ୍ତୁ, ମୁଁ ଆ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବି। ଯେଉଁମାନେ ଭୁଲ କରିଛନ୍ତି ଆ ଡିଟେଲ୍ସ ମୁଁ କହିବି। ଆପଣ ଏଇ କାମ କଲେ ଆପଣ ସୁଭଦ୍ରା ଯୋଜନା ଟଙ୍କା ସମ୍ପୂର୍ଣ୍ଣ ଭାବେ ଆପଣ ପାଇପାରିବେ। ଦେଖନ୍ତୁ, ଏଇ ଯୋଉ ଗୋଟେ ହେଇଛି ଏଠି ଆପଣ କ'ଣ କେମିତି ଆଉଥରେ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ? ଦେଖନ୍ତୁ, ପ୍ରଥମେ ତ ଆପଣ କ'ଣ କରିବେ ନା, ଆଗେ ଆପଣଙ୍କର ଅଭିଯୋଗକୁ ଯିବେ। ଗଲା ପରେ ସେଠି ଆପଣ ଆଧାର ଦେଇକି ଲଗ୍ଇନ୍ କରିନେବେ। ମୁଁ ତ କରିଦେଇଛି ବର୍ତ୍ତମାନ। ତ ଦେଖନ୍ତୁ, ତାପରେ ଆପଣ କ'ଣ କରିବେ ନା, ଏଇ ଯୋଉ ଜାଗା ଉପରେ ଲଗ୍ଇନ୍ କରିସାରିଲା ପରେ ଏଠି ଆପଣଙ୍କର ଆଧାର ସଂଖ୍ୟା ଆସିଯିବ, ଆପଣଙ୍କ ନାଁ ଆସିଯିବ, ଆପଣ ଡେଟ୍ ଅଫ୍ ବାର୍ଥ ଏସବୁ ଆସିଯିବ। ଆସିସାରିଲା ପରେ ଆପଣ ଦେଖନ୍ତୁ, ଆ ତଳେ ଗୋଟେ ଲେଖା ହେଇଛି ସବମିଟ୍ ୟୁଅର୍ ଗ୍ରିଭେନ୍ସ, ଆଉ ଗୋଟେ ଚେକ୍ ଅଫ୍ ଗ୍ରିଭେନ୍ସ ଷ୍ଟାଟସ୍। ତ ଦିଟା ଲେଖା ହେଇଛି। ତ ଆପଣ କ'ଣ କରିବେ ନା, ଏଇ ଯୋଉ ସବମିଟ୍ ଅଫ୍ ଗ୍ରିଭେନ୍ସ ଉପରେ କ୍ଲିକ୍ କରିବା। କଲା ପରେ ଆଉ ଗୋଟେ ପେଜଟା ଓପେନ୍ ହେଇଯିବ। ତ ଏଠି ଆପଣ ସେ ଯୋଉ ତଳେ ଲେଖା ହେଇଛି, ଏଠି ଦେଖନ୍ତୁ ଇନ୍ ଫର୍ ୟୁଅର୍ ସେଲ୍ଫ ଉପରେ କ୍ଲିକ୍ କରନ୍ତୁ। କଲା ପରେ ଦେଖନ୍ତୁ, ତାପରେ ଆଉ ଗୋଟେ ପେଜଟା ଆସିଯିବ। ତ ଓପେନ୍ ହେଇଯିବ, ଆଉ ଗୋଟେ ପେଜ ଓପେନ୍ ହେଇଯିବ। ତ ଏଠି ଆପଣ ଦେଖନ୍ତୁ ପ୍ଲିଜ୍ ସିଲେକ୍ଟ ଦ ଗ୍ରିଭେନ୍ସ ଟାଇପ୍। ତ ଏଇ ଯୋଉ ଲେଖା ହେଇଛି ଟାଇପ୍, ତ ଆ ତଳ ଲେଖା ହେଇଛି ସବମିଟ୍ ୟୁଅର୍ ଗ୍ରିଭେନ୍ସ ରେକର୍ଡିଂ ଦ ଆପ୍ଲିକେସନ୍। ଏଇଠି କ୍ଲିକ୍ କରିବେ। କଲା ପରେ ତାପରେ ଆପଣ କ'ଣ କରିବେ ନା, ଦେଖନ୍ତୁ ଏଠି ଗ୍ରିଭେନ୍ସ ଡିଟେଲ୍ସ କହିଛି ଆପଣଙ୍କୁ 200 ଅକ୍ଷରେ ଲେଖିବା ପାଇଁ। ତ ଆପଣ କ'ଣ କରିବେ ନା, ଯୋଉ ଆପଣ କ'ଣ ପାଇଁ ଅପ୍ ଟୁ ଆଉଟ୍ ହେଇଛନ୍ତି ତା ବିଷୟରେ 200 ଅକ୍ଷରେ ଲେଖିବେ। ତ ଏଠି ଆପଣ ସମ୍ପୂର୍ଣ୍ଣ ଭାବେ 200 ଅକ୍ଷରେ ଲେଖିବେ ଯେ ମୁଁ ଷ୍ଟାଟସ୍ ଚେକିଂ କଲା ଟାଇମରେ ମୋର ଏଇ ଯୋଉ ମୁଁ ଲେଖା ହେଇଛି ଯେ ଏଇଟା ମୁଁ ଭଲ ଭାବରେ ଜାଣିପାରିଲିନି ଯେ ଏଠି ଅପ୍ ଟୁ ଆଉଟ୍ ଲେଖା ହେଇଥିଲା। ସେଟା ମୁଁ ଭାବିଥିଲି ଯେ ଲଗ୍ ଆଉଟ୍ ଭାବିକି ମୁଁ ଅପ୍ ଟୁ ଆଉଟ୍ କରିଦେଇଛି। ତ ଏଇଟାକୁ ଆପଣ ଲେଖିବାକୁ ପଡ଼ିବ। ଲେଖି ସାରିଲା ପରେ ଆପଣ କ'ଣ କରିବେ ନା, ଯୋଉ ସୁଭଦ୍ରା ଯୋଜନା ଆପଣ ଯୋଉ ଷ୍ଟାଟସ୍ ଚେକିଂ କରିଥିଲେ ସେଇଟାକୁ ସ୍କ୍ରିନଶଟ୍ ନେବେ। ନେଲା ପରେ ଆପଣଙ୍କର ଆଧାରଟା ନେବେ। ତାକୁ କ'ଣ କରିବେ ନା, PDF ଫାଇଲ୍ କରିବେ। କଲା ପରେ ସେ ଯୋଉ ଡକୁମେଣ୍ଟ ଆପଣ PDF ଫାଇଲ୍ କରିଛନ୍ତି ତାକୁ କ'ଣ କରିବେ ନା, ସୁଭଦ୍ରା ଯୋଜନା ପୋର୍ଟାଲ ଗୋଟେ MBର କରିକି ଆପଣ କ'ଣ କରିବେ ନା, ଆଉ ହଁ, ତାକୁ ଆଉ ଗୋଟେ ଲେଖିବାକୁ ପଡ଼ିବ ଯେ ଆପଣଙ୍କର କ'ଣ କେମିତି ଆପଣ ଯୋଉ ଅପ୍ ଟୁ ଆଉଟ୍ ହେଇଗଲା ତା ବିଷୟରେ କିଛି ଲେଖିକି ତାପରେ ତାକୁ PDF ଫାଇଲ୍ କରିବେ। କଲା ପରେ ତିନିଟା ଡକୁମେଣ୍ଟକୁ କ'ଣ କରିବେ ନା, ଏକା ସାଙ୍ଗରେ PDF ଫାଇଲ୍ କରିସାରିଲା ପରେ ଗୋଟେ MBରେ କରିବେ। ତାକୁ ଗୋଟେ MB ଠାରୁ ଟିକେ କମ୍ କରିବେ। କଲା ପରେ ତାକୁ କ'ଣ କରିବେ ନା, ସୁଭଦ୍ରା ଯୋଜନା ପୋର୍ଟାଲ ଯୋଉ ଲେଖା ହେଇଛି ଫାଇଲ୍ ଅପଲୋଡ଼, ସେଇ ଫାଇଲ୍ ଉପରେ କ୍ଲିକ୍ କରି ଆପଣଙ୍କର ଡକୁମେଣ୍ଟ PDF ଫାଇଲ୍ଟାକୁ ଅପଲୋଡ଼ କରିଦେଇ ସାରିଲା ପରେ ରେଫରେନ୍ସ ନମ୍ବରଟା ଆସିଯିବ। ଆସିଗଲା ପରେ ନହେଲେ ସ୍କ୍ରିନଶଟ୍ କରି ରଖିବେ। ରଖିସାରିଲା ପରେ ସେଇଟାକୁ ଆପଣ କ'ଣ କରିବେ ନା, ଯେତେବେଳେ ଏଇ ଯୋଉ ନମ୍ବରଟାକୁ ଆପଣ ଷ୍ଟାଟସ୍ ଚେକିଂ କରିବେ ଯେ ଆପଣଙ୍କର ଯୋଉ ରିକ୍ୱେଷ୍ଟ କରିଥିଲେ ଯେ ସୁଭଦ୍ରା ଯୋଜନା ଟଙ୍କାଟା ପାଇବା ପାଇଁ, ତ ଷ୍ଟାଟସ୍ ଚେକିଂ କରିବେ ଏଇଟାକୁ ଏଇ ନମ୍ବର ଦେଇକି। ତ ଆପଣଙ୍କର ସୁଭଦ୍ରା ଯୋଜନାର ଯୋଉ ରିକ୍ୱେଷ୍ଟ କରିଥିଲେ ଆପଣଙ୍କର ରିକ୍ୱେଷ୍ଟଟା ଆକ୍ସେପ୍ଟ କରିଛନ୍ତି କି ନାହିଁ ସେଇଟା ଜାଣିପାରିବେ। ତ ପରେ ଆପଣଙ୍କର ସୁଭଦ୍ରା ଯୋଜନାର ଯୋଉ ଆଗାମୀ ଦିନ ଡିସେମ୍ବର 30ରେ ଆପଣଙ୍କୁ ମିଳିବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟର ଟଙ୍କାଟା ଯଦି ଆକ୍ସେପ୍ଟ କରିନିଅନ୍ତି, ତାହେଲେ ଆପଣଙ୍କର ସୁଭଦ୍ରା ଯୋଜନା ଟଙ୍କାଟା ଆପଣଙ୍କ ଖାତାକୁ ଆସିଯିବ। ତ ଏଇ ଯୋଉ ଭିଡ଼ିଓଟି ଥିଲା ଆପଣଙ୍କ ପାଇଁ। ତ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ।